ମାନେ ଜୟ ଶ୍ରୀରାम ପୁଣି ନୂଆ ଭିଡ଼ିଓରେ ଆପଣମାନଙ୍କୁ ଆଉ ଥରେ ସ୍ୱାଗତ। ତ ଫେସବୁକ୍ ଏବେ ଦୁଇଟା ଜିନିଷ ଖୋଜୁଛି, ଗୋଟେ ହେଉଛି ଏନଗେଜମେଣ୍ଟ ଆଉ ଗୋଟେ ହେଉଛି ଭ୍ୟୁ। ତ ଆପଣମାନେ ଏନଗେଜମେଣ୍ଟ କେମିତି ବଢ଼େଇବେ? ତ ଓରିଜିନାଲ କଣ୍ଟେଣ୍ଟରେ ମାନେ ନିଜ ଭଏସ୍ରେ ଆପଣମାନେ ଭଲ ଭଲ ଭିଡ଼ିଓ ପକାନ୍ତୁ, ନିଜର ଫଟୋ ଭିଡ଼ିଓ ଅପଲୋଡ଼ କରନ୍ତୁ। ତ ସେଇଥିରେ ଆପଣମାନଙ୍କର ଏନଗେଜମେଣ୍ଟ ବଢ଼ିବ। ତ ଯେଉଁମାନେ ମୋ ଭିଡ଼ିଓରେ ଲାଇକ୍ କମେଣ୍ଟ ସେୟାର କରୁଛନ୍ତି ସେମାନଙ୍କୁ ଟିକେ ଟିକେ କମେଣ୍ଟ ଦିଅନ୍ତୁ, ତାଙ୍କ କମେଣ୍ଟରେ ରିପ୍ଲାଏ ଦିଅନ୍ତୁ। ତ ଆପଣମାନଙ୍କର ଏନଗେଜମେଣ୍ଟ ବଢ଼ିବ। ତ ଭ୍ୟୁ ଆପଣମାନେ କେଉଁଠୁ ପାଇବେ? ତ ସମସ୍ତେ ସମସ୍ତଙ୍କ ସାଙ୍ଗରେ ଜଡ଼ିତ ରହିଲେ, ସମସ୍ତେ ସମସ୍ତଙ୍କୁ ଫଲୋ କଲେ, ତ ଆପଣମାନଙ୍କୁ ସେମାନେ ଫଲୋ କରିବେ, ତ ସେମାନେ ଆପଣମାନଙ୍କ ଭିଡ଼ିଓ ଦେଖିବେ, ତ ଆପଣମାନଙ୍କର ସେଇଥିରେ ଭ୍ୟୁ ବଢ଼ିବ। ତ ଆପଣମାନେ ଓରିଜିନାଲ କଣ୍ଟେଣ୍ଟ ସବୁବେଳେ ପକାନ୍ତୁ। ତ ଆପଣମାନେ ଓରିଜିନାଲ କଣ୍ଟେଣ୍ଟ ପକାଇବା ଅପେକ୍ଷା ଆପଣମାନଙ୍କର ସମସ୍ତଙ୍କର ଭ୍ୟୁ ବଢ଼ିବ। ତ ଆଉ ଗୋଟେ କଥା କହିବି, ତ ଆପଣମାନେ ଯେଉଁ ଭିଡ଼ିଓ କରୁଛନ୍ତି 15 ସେକେଣ୍ଡ 20 ସେକେଣ୍ଡ 5 ସେକେଣ୍ଡ ଏମିତି ଭିଡ଼ିଓ କରନ୍ତୁ ନାହିଁ। 10 ମିନିଟ୍ 15 ମିନିଟ୍ର ଭିଡ଼ିଓ କରନ୍ତୁ। ତ ଯେଉଁଟାକି ଲୋକ ଦେଖିଲେ ତାଙ୍କର ଭ୍ୟୁ ବଢ଼ିବ। ଆଉ ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ସାଙ୍ଗେ ସାଙ୍ଗେ ସ୍କ୍ରଲ୍ କରିଦେଇକିରି ଲାଇକ୍ ଦେଇ ଦେଉଛନ୍ତି, କମେଣ୍ଟ ଦେଇ ଦେଉଛନ୍ତି, ସେମିତି କେବେ କରନ୍ତୁ ନାହିଁ। ତ ଫୁଲ୍ ଭିଡ଼ିଓ ଦେଖନ୍ତୁ, ଫୁଲ୍ ଭିଡ଼ିଓ ଦେଖି ସାରିଲା ପରେ ଲାଇକ୍ କମେଣ୍ଟ ସେୟାର କରନ୍ତୁ। ତ ଆପଣଙ୍କୁ ଯଦି ଭଲ ଲାଗିଲା ତ ଲାଇକ୍ କମେଣ୍ଟ ସେୟାର କରନ୍ତୁ, ନହେଲେ ସ୍କ୍ରଲ୍ କରିଦିଅନ୍ତୁ, କିଛି ଅସୁବିଧା ନାହିଁ। ତ ତେଣୁକରି ଆପଣମାନେ ରେଗୁଲାର କାମ କରନ୍ତୁ, ଆପଣମାନଙ୍କର ରିଚ୍ ବଢ଼ିବ। କାହିଁକିନା ଫେସବୁକ୍ର ଦିନକୁ ଦିନ ନୂଆ ନୂଆ ନିୟମ ଆଜ୍ଞା କରିସାରିଲାଣି। ତ ଆପଣମାନେ ସେ ନିୟମ ମାନି ନ ଚଳିଲେ ଆପଣଙ୍କ ଆଇଡି କି ସସ୍ପେଣ୍ଡ କରିଦିଆଯିବ। ତ ତେଣୁକରି ଆପଣମାନେ ଭଲ ଭଲ ଭିଡ଼ିଓ ପକାନ୍ତୁ, ଡେଲି କାମ କରନ୍ତୁ, ଆପଣମାନଙ୍କର ଗ୍ରୋଥ୍ ହେବ ଚ୍ୟାନେଲ୍। ତ ଏବେ ମୋର ଫଲୋଅର୍ସ ହେଉଛି 2.5K। ମୁଁ 200 ଫଲୋଅର୍ସରୁ କାମ କରିଥିଲି, ମୋର ଏବେ 2.5K। ତ ମୋ ସାଙ୍ଗରେ ଯେଉଁମାନେ ଜଡ଼ିତ ଅଛନ୍ତି ସେମାନେ ହେଉଛନ୍ତି ଆକ୍ଟିଭ୍ ଫଲୋଅର୍ସ। ସେମାନଙ୍କୁ ଲାଇକ୍ କମେଣ୍ଟ ସେୟାର କରନ୍ତୁ, ତାଙ୍କ ଭିଡ଼ିଓ ବି ଦେଖନ୍ତୁ, ଆପଣମାନଙ୍କର ଅଟୋମେଟିକ୍ ଫଲୋଅର୍ସ ବଢ଼ିବ। ତ ରହୁଛି, ଜୟ ଜଗନ୍ନାଥ।